ବହୁ ଦିନ ପରେ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ସୁପରଷ୍ଟାର ଅନୁଭବ ମହାନ୍ତି ତାଙ୍କ ନୂଆ ଓଡ଼ିଆ ଫିଲ୍ମ ବା ଯାହା ପ୍ୟାନ୍ ଇଣ୍ଡିଆ ଲେବୁଲରେ ରିଲିଜ୍ ହେବ ବା ପ୍ୟାନ୍ ଇଣ୍ଡିଆ ଓଡ଼ିଆ ଫିଲ୍ମ ରାବଣର ଆନାଉନ୍ସମେଣ୍ଟ କରିଛନ୍ତି। ଦେଖିବାକୁ ଗଲେ 4-5 ବର୍ଷ ଆଗରୁ ସିନେମାକୁ ନେଇ କେବଳ ଚର୍ଚ୍ଚା ହିଁ ଚାଲିଛି। କେତେବେଳେ ଡାଇରେକ୍ଟର ଚେଞ୍ଜ ହେଉଛନ୍ତି ତ କେତେବେଳେ ସିନେମାକୁ ନେଇ କିଛି ନା କିଛି ସମସ୍ୟା ଦେଖିବାକୁ ମିଳୁଛି। ତ ଏମିତି କିଛି ବହୁତ ପ୍ରକାର ଅସୁବିଧା ପରେ ସିନେମାଟି ବର୍ତ୍ତମାନ ଅକ୍ଟୋବର ମାସରେ ସୁଟିଂ ଷ୍ଟାର୍ଟ ହେବ ବୋଲି ଅଫିସିଆଲି ଅନୁଭବ ଭାଇ ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ତ ଏଥିରେ କିଛି ନୂଆ ଦେଖିବାକୁ ମିଳିଛି। ନୂଆ କଥାଟି ଯୋଉଟା ମୁଁ କହୁଛି ସେ କଥାଟି ହେଉଛି ସବୁବେଳେ କିଛି ନା କିଛି ଟିଜର ରିଲିଜ କରିଦିଅନ୍ତି ବା କିଛିଟା ଗୋଟେ ମନ ଇଚ୍ଛା ସମୟ ନଥିବ ବୋଧେ ଯାହା ବି କିଛି ମନକୁ କୌଣସି କ୍ରିଏଟିଭିଟି ଲଗାନ୍ତି ନ ଲଗାନ୍ତି ମୁଁ ଜାଣିନି, ଗୋଟେ ଏମିତି ରିଲିଜ କରିଦିଅନ୍ତି। କିନ୍ତୁ ଫ୍ୟାନ୍ସ ମାନେ ତ ସବୁବେଳେ ଭାଇଙ୍କ ଫିଲ୍ମକୁ ନେଇ ସବୁବେଳେ ଏକ୍ସାଇଟେଡ୍ ଥାନ୍ତି, ତ ସେମାନେ ବି ସେସବୁ ଜିନିଷକୁ ନେଇ ବହୁତ ସେୟାର ବି କରନ୍ତି। କିନ୍ତୁ ସବୁବେଳେ କ୍ୱାଲିଟି ଖରାପ ଥାଏ। କିନ୍ତୁ ଏଥର ସେମିତି କିଛି କରିନାହାନ୍ତି। ମୋ କଥାକୁ ଖରାପ ଲାଗୁଥିବ କିନ୍ତୁ ଏଥର ସେମିତି କିଛି କରିନାହାନ୍ତି। ଏଥର ଯାହା କରିଛନ୍ତି ସେ ଏଥର ଯାହା ଦେଖେଇଛନ୍ତି ସେମାନେ ଗୋଟେ ବଡ଼ ଆକାରରେ ଦେଖେଇଛନ୍ତି। ମାନେ ଯେମିତିକି ସେମାନେ ଗୋଟେ ସିନେମାକୁ ନିର୍ମାଣ କରୁଛନ୍ତି। ଡିଟେଲିଂରେ ଯଦି ଆପଣ ପଜ୍ କରି ଦେଖିବେ ତ ଆପଣ ଦେଖିବେ ସେମାନେ ସତରେ ଗୋଟେ ସିନେମାକୁ ଏଥର ବୋଧେ ଭିଏଫଏକ୍ସର ବହୁତ ୟୁଜ୍ ହେବ। ସେମାନେ ଗୋଟେ ଗୋଟେ କ୍ୟାରେକ୍ଟରକୁ ସେଠି ଜଣେ ଆର୍ଟିଷ୍ଟ ବି ଅଛନ୍ତି ସେ ସେଠି ଆର୍ଟ ବି କରୁଛନ୍ତି। ତା ସହିତ ସେମାନେ କିଛି ଆନିମେଟେଡ୍ ଟାଇପର କିଛି ବି କରିଛନ୍ତି। କ୍ୟାରେକ୍ଟରକୁ କେମିତି ଡେଭଲପ୍ କରିବେ କୋଉ ଟାଇପର ସେମାନେ କରିବେ ତାକୁ ଗୋଟେ ବଡ଼ ଆକାରରେ ସେମାନେ ଦେଖିବା ପାଇଁ ସେ ଭିଡ଼ିଓରେ ଚେଷ୍ଟା କରିଛନ୍ତି। ତ ଏସବୁ କଥା ଆହୁରି ଗୋଟେ ଭଲ କଥା ଲାଗିଲା ଏଥିରେ ଗୋଟେ ନୂଆ ଟିମ୍ କାମ କରୁଛି। ଅନୁଭବ ଭାଇ ଯଦିଓ ଜଣେ ସୁପରଷ୍ଟାର ସେମାନେ ବା ଅନୁଭବ ଭାଇ ନୂଆ ନୂଆ କଳାକାରଙ୍କୁ ସୁଯୋଗ ଦେବା ଜରୁରୀ। ଯେମିତି ନିକଟରେ ମୁଁ ବାବୁସାନ ଭାଇଙ୍କ କଥା କହିବି, ତାଙ୍କର ବୋଉ ବୁଟୁ ଭୂତରେ ଜଣେ ନୂଆ ଫ୍ରେଶ ଡାଇରେକ୍ଟରଙ୍କୁ ସେ ସୁଯୋଗ ଦେଇଥିଲେ। ଯଦିଓ ସେ ଅନେକ ଫିଲ୍ମରେ ଆଗରୁ କାମ କରିଛନ୍ତି ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ, କିନ୍ତୁ ଏହା ତାଙ୍କର ଥିଲା ପ୍ରଥମ ଫିଲ୍ମ। ତ ସେ ତାକୁ ସେଇଭଳି ୱେରେ ଦେଖେଇଥିଲେ। ତା ସହିତ ଗୋଟେ ଯେତେବେଳେ ଜଣେ ବଡ଼ ସୁପରଷ୍ଟାର ଜଣେ ନୂଆ ଡାଇରେକ୍ଟରକୁ ନେଇ କାମ କରେ ତ ସେତେବେଳେ ସେ ଫିଲ୍ମ ଫ୍ଲପ୍ ହଉ କି ବକ୍ସ ଅଫିସରେ ଭଲ କଲେକ୍ସନ କରୁ ସେଟା ମ୍ୟାଟର କରେନି। ସେ ଗୋଟେ ବଡ଼ କଳାକାର, ଯେତେବେଳେ ଗୋଟେ ବଡ଼ କଳାକାର ସହିତ ସେ କାମ କରେ ବହୁତ କିଛି କଥା ଶିଖିବାକୁ ବି ପାଆନ୍ତି। ତ ଖୁସି ଲାଗୁଛି ଅନୁଭବ ଭାଇ ଏଥିରେ ଜଣେ ନୂଆ ଡାଇରେକ୍ଟରଙ୍କ ସହିତ ବି କାମ କରୁଛନ୍ତି, ଯାହାଙ୍କର ନାଁ ମୁଁ ଯାହା ଦେଖିଲି ବୀରେନ କୁମାର ମହାନ୍ତି ଅଛି। ଆଶା କରୁଛି ବହୁତ ଭଲ ଫିଲ୍ମ କରିବେ। ଏଥିରେ ସିନେମାଟୋଗ୍ରାଫର ବି ଭଲ ଅଛନ୍ତି। ବହୁତ କିଛି ମୁଁ ତାଙ୍କ ସୋସିଆଲ ମିଡ଼ିଆ ପେଜ୍ ବି ଚେକ୍ କରୁଥିଲି। ଆଶା କରୁଛି ଏଥର ବହୁତ ଭଲ ହଉ, କାହିଁକି ନା ସେମାନେ ଗୋଟେ ଟିମ୍ ନେଇ ଡିସ୍କସନ କରିକି ଜିନିଷକୁ ସେୟାର କରିଛନ୍ତି। ତା ସହିତ ମୁଁ ଅନୁଭବ ଭାଇଙ୍କୁ ଗୋଟେ ରିକ୍ୱେଷ୍ଟ ବି କରିବି, ଯଦି ସେ ଗୋଟିଏ ପ୍ରୋଜେକ୍ଟରେ ମାନୁଛି ସବୁ ଗୋଟେ ଶୁଭ ଚିନ୍ତା ନେଇକି ବା ଗୋଟେ ଭଲ ଚିନ୍ତା ନେଇକି ଷ୍ଟାର୍ଟ କରା ହୁଏ ସେତେବେଳେ କାହାର ବି ମନରେ କିଛି ନଥାଏ କି ଏଇ ପ୍ରୋଜେକ୍ଟ ଷ୍ଟପ୍ ନେଇଯାଉ, ବହୁତ ପ୍ରକାର ବାଧାବିଘ୍ନ ଆସେ। କିନ୍ତୁ ଗୋଟେ ଅନୁଭବ ଭାଇଙ୍କୁ ରିକ୍ୱେଷ୍ଟ କରିବି, ବହୁତ ଗୁଡ଼େ ସିନେମାର ଆନାଉନ୍ସମେଣ୍ଟ ଏମିତି ହିଁ ସେ କରିଦେଉଛନ୍ତି ଯୋଉ ଜିନିଷର ଗୋଟେ ସମୟ ଥାଏ। ମାନେ କ'ଣ କି ଦେଖନ୍ତୁ ଏବେ ଗୋଟେ ଛକି ଶୂନ ବୋଲି ଗୋଟେ ଫିଲ୍ମର ଟାଇଟଲ ଆନାଉନ୍ସମେଣ୍ଟ ହୋଇଛି। ଭାଇ ବିଶ୍ୱାସ କରିବେନି କି ସ୍ୱପ୍ନରେ ବି ଭାବିନଥିଲେ ଜଣେ ସୁପରଷ୍ଟାର ଯେତେବେଳେ ଗୋଟେ ଫିଲ୍ମର ଆନାଉନ୍ସମେଣ୍ଟ କରେ ବା ମୁଁ କହୁଛି ବୋଲି ଖରାପ ଭାବିବେନି, ତ ସେତେବେଳେ କ'ଣ ହୁଏ ନା କିଛିଟା ଗୋଟେ ହାଇପ୍ କ୍ରିଏଟ୍ କରିବା ଦରକାର। ହାଇପ୍ କ୍ରିଏଟ୍ ହେଲେ ଲୋକମାନେ ଜିନିଷଟା ଆହୁରି ଲୋକମାନଙ୍କ ପାଖରେ ପହଞ୍ଚି ପାରିବ। କାହିଁକିନା ସେ ଯୋଉ ଅପେକ୍ଷା କରି ଯୋଉ ରହିଥିବେ ସେ ଅପେକ୍ଷା ତାପରେ ସେ ଯୋଉ ଜିନିଷକୁ ଦେଖିବେ ସେଥିରେ ଗୋଟେ ବହୁତ ବଡ଼ ମାନେ କ'ଣ କି ଗୋଟେ ଏକ୍ସାଇଟମେଣ୍ଟଟା ବଢ଼ିଯାଏ। ତାପରେ ସେମାନେ ଆନାଉନ୍ସମେଣ୍ଟକୁ ଠିକ୍ କରିଛନ୍ତି, ମାନେ କ'ଣ କି ପୋଷ୍ଟର ସବୁ ଠିକ୍ ଠାକ୍ ଅଛି। ଏଥିରେ ମାନସ ପଡ଼ିଆରୀ ସାରେ ଫିଲ୍ମକୁ ନିର୍ଦ୍ଦେଶନା ଦେବେ ଫାଷ୍ଟ ଟାଇମ୍। ସେ ଆଗରୁ ବହୁତ ଗୁଡ଼ାଏ ଫିଲ୍ମର ସ୍କ୍ରିନ୍ ପ୍ଲେ ଷ୍ଟୋରି ଲେଖିଛନ୍ତି, ଏଥିରେ ଦେଉଛନ୍ତି ଭଲ କଥା। କିନ୍ତୁ ଏଇସବୁ ଜିନିଷରେ ଟିକେ ଧ୍ୟାନ ବି ଦେବାର ଅଛି, କାରଣ ଯେହେତୁ ସେ ଜଣେ ହେଉଛନ୍ତି ବହୁତ ବଡ଼ ସୁପରଷ୍ଟାର। ବହୁତ ଗୁଡ଼େ କହିବାକୁ ଗଲେ ବହୁତ ଗୁଡ଼େ ଫିଲ୍ମ ଆସିବ ଏ ଜନ୍ମ ଭାଇଙ୍କର। ମୁଁ ଯଦି ଆପଣଙ୍କୁ କହିବି ଆପଣ ଗଣତି ଦେଖିବେ, ବିଗୁଲ 2 ଆସିବ, ଛକି ଶୂନ ଆସୁଛି, ଏବେ ରିସେଣ୍ଟଲି ଟାଇଟଲ ଆନାଉନ୍ସମେଣ୍ଟ ଯେମିତି ଆପଣଙ୍କୁ ମୁଁ କହିଲି। ତାପରେ ଆପଣ ଦେଖିଥିବେ ରାବଣ ଆସୁଛି, ତାପରେ ଏବେ ସୁଟିଂ ସରିଲାଣି ଚାରିଧାମର, ଏମିତି ବହୁତ ସିନେମା ଆସୁଛି। ତ ସେସବୁ ସିନେମା ଗୋଟେ ହାଇପ୍ କ୍ରିଏଟ୍ କରିକି ତାକୁ ଧୀରେ ଧୀରେ କମ୍ପ୍ଲିଟ୍ କରିବା ବି ଗୋଟେ ସୁପରଷ୍ଟାରର କାମ। ସେ ଆଶା ଯେହେତୁ ଜାଗୃତି ମ୍ୟାମ୍ ତାଙ୍କ ସହିତ ଲାଗିଛନ୍ତି ଏସବୁ କାମରେ, ସେ ପଲିଟିକ୍ସ ଆଉ ବେଶୀ ଫୋକସ୍ କରୁନାହାନ୍ତି। ନିହାତି ସବୁ ସିନେମା ଆସିବ ଆଉ ଭଲ ବି ଲାଗିବ। ତା ସହିତ ଆପଣମାନେ ଯଦି ଅନୁଭବ ଭାଇଙ୍କ ଫ୍ୟାନ୍ କେହି ଦେଖୁଛନ୍ତି ଆପଣଙ୍କୁ କେମିତି ଲାଗିଛି? ମୁଁ ତ ବହୁତ ଗୁଡ଼ାଏ ଭିଡ଼ିଓ ବି ବହୁତ ଦିନ ଆକ୍ଟିଭ୍ ରହୁନି। ଆପଣମାନଙ୍କୁ କେମିତି ଲାଗିଲା ସେସବୁ ଭିଡ଼ିଓ ଆପଣ ଯୋଉ ଦେଖିଲେ କେମିତି ଆପଣଙ୍କୁ ଲାଗିଲା ଆଉ ଆପଣ କେତେ ଏକ୍ସାଇଟେଡ୍ ଅଛନ୍ତି ସିନେମାକୁ ନେଇ ତାହା ଆପଣ କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ। ତା ସହିତ ମୁଁ ଅନୁଭବ ଭାଇଙ୍କର ଗୋଟେ ରିସେଣ୍ଟଲି ଗୋଟେ ଭିଡ଼ିଓ କରିଥିଲି ଚାରିଧାମକୁ ନେଇକି ଗୋଟେ ଡ୍ରଇଂ କରିଥିଲି, ଆପଣ ଦେଖିଥିବେ ମୁଁ ଭାବୁଛି। ତା ସହିତ ମୁଁ ଆଉ ଗୋଟେ ବି ଡ୍ରଇଂ କରିଛି, ବୋଧେ ବହୁତ ଜଲ୍ଦି ଭିଡ଼ିଓଟି ଆସିଯିବ, ତାର କେବଳ ଆଉଟଲାଇନ୍ ସରିଛି।
ମୁଁ ଆପଣଙ୍କୁ କହିବାକୁ ଚାହିଁବି ସେ ହେଉଛି ଦୁଇଟି ଯାକ ସିନେମାକୁ ନେଇକି କରିଛି ମୁଁ। ଗୋଟେ ହେଉଛି ଚ୍ୟାଲେଞ୍ଜ ଆଉ ଗୋଟେ ହେଉଛି ଅନୁଭବ ଭାଇଙ୍କ ଚାରିଧାମକୁ ନେଇକି। ଦୁଇଟା ଯାକୁ ମର୍ଜ କରିକି ଗୋଟେ ମୁଁ ମାନେ ମୋ ହିସାବରେ ମୁଁ ଗୋଟେ କରିଛି। ତାର କଲର ସେଟିଂ କରିକି ଦୁଇଟା ଅଲଗା ଅଲଗା ଭିଡ଼ିଓ ଆଣିବି, ତାପରେ ଗୋଟେ ଫାଇନାଲ ଗୋଟେ ଭିଡ଼ିଓ ଆଣିବି ଚେଷ୍ଟା କରିବି, କାରଣ କଣ୍ଟେଣ୍ଟ ବି ଦରକାର ନା। ଯେହେତୁ ଦୁଇଟା ଯାକ ସିନେମା ଗୋଟେ ସମୟରେ ଆସୁଛି ମୁଁ ତାକୁ ଟ୍ରାଏ କରିଛି। ଚେଷ୍ଟା କରିବି ଧୀରେ ଧୀରେ ଏମିତି ଅନେକ ଗୁଡ଼ା ସିନେମା ଆଣିବାକୁ। ଯେମିତି ଏବେ ଡେଲିଭରି ବୟ ରିଲିଜ୍ ହେଇଛି, ଫିଲ୍ମଟି ଭଲ ହେଇଛି, ଲୋକମାନେ ପ୍ରଶଂସା କରୁଛନ୍ତି। ମୁଁ ଅବଶ୍ୟ ଭିଡ଼ିଓ କରିପାରିନି, କିନ୍ତୁ ଭଲ ହେଇଛି ସିନେମା। ତା ସହିତ ମୁଁ ମୋ ହିସାବରେ ଲୋକମାନଙ୍କୁ କିନ୍ତୁ ନର୍ମାଲି ଯାହା କହିଦେଉଛି, କିନ୍ତୁ ଭିଡ଼ିଓ କରିପାରିନି। ତା ସହିତ ଏମିତି ବହୁତ ଗୁଡ଼ା ସିନେମା ଆସୁଛି। ଆପଣ ଲହରୀ ବି ଦେଖିଥିବେ, ଲହରୀର କାମ ବି ଭଲ ହେଇଛି। ଆଉ ସେଥିରେ ବାବୁସାନ ଭାଇ ଅଛନ୍ତି। ଏମିତି ବହୁତ ଗୁଡ଼ା ଭଲ ଭଲ ସିନେମା ଆସିଲାଣି। ଆଉ ସେପଟେ ଲଢ଼େଇ ଲଢ଼େଇ ବି ଆସୁଛି, ଅଶୋକ ପ୍ରତି ସାରଙ୍କ ଦୀପାବଳିରେ ଆସିବ। ତ ସେ ସମୟରେ ମୁଁ ଗୋଟେ ଭିଡ଼ିଓ ବି ତା ପାଇଁକା ବି ଗୋଟେ ଡ୍ରଇଂ କରିବା, ଛାଡ଼ିବାନି ଆମେ। ଆମେ କାହିଁକି ଡ୍ରଇଂ କାହିଁକି ଛାଡ଼ିବା? ମୁଁ ତ ନିହାତି କରିବି, ଚେଷ୍ଟା କରିବି କରିବା ପାଇଁ। ଆଉ ଯଦି ଆପଣମାନେ ବି କେହି ଚାହୁଁଛନ୍ତି ଆପଣଙ୍କ ଡ୍ରଇଂ କରିବା ପାଇଁ, ଯେମିତିକି ଆପଣ କାହାକୁ ଗିଫ୍ଟ ଦେବା ପାଇଁ ଚାହୁଁଛନ୍ତି, କି ଆପଣଙ୍କ ବାପା ମାଆଙ୍କର, କିମ୍ବା ଆପଣ ସାଙ୍ଗସାଥି, କିମ୍ବା ଆପଣ ଯଦି କାହାକୁ ଭଲ ପାଉଛନ୍ତି, ସେ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ, କାହାର ଯଦି ଆପଣ ଚିତ୍ର କରିବା ପାଇଁ ଚାହୁଁଛନ୍ତି, ମୋତେ ଆପଣ ମେସେଜ୍ କରିପାରିବେ। ଆପଣଙ୍କୁ ସ୍କ୍ରିନ୍‌ରେ ନମ୍ବର ଦେଇଦେଉଛି। ଆପଣ ଯେକୌଣସି ଜାଗାରୁ ମୋତେ ମେସେଜ୍ କରନ୍ତୁ, ଓଡ଼ିଶାର ଯେକୌଣସି ବା ଭାରତର ଯେକୌଣସି ଜାଗାରୁ ଆପଣ ମୋତେ ମେସେଜ୍ କରନ୍ତୁ। ମୁଁ ଆପଣଙ୍କୁ ଫ୍ରେମ୍ ସହିତ ମୁଁ ଗ୍ୟାରେଣ୍ଟି ଦେଉଛି ଆପଣଙ୍କୁ ଚିତ୍ର ଭଲ କରିବି, ଆଉ ଆପଣଙ୍କୁ ଆପଣଙ୍କ ଜାଗାରେ ଡେଲିଭରି ବି କରାଇଦେବି। କିନ୍ତୁ ଏତିକି ଆପଣ ଟିକେ ଟାଇମ୍ ଆଗରୁ ମୋତେ କହିବେ। ଏତିକି ଦିନ ଆଗରୁ ଗୋଟେ ଟାଇମ୍ ଥାଏ, ଯେମିତି 15 ଦିନ କି 10 ଦିନ ଆଗରୁ କହିବେ, ଯେମିତି ଆପଣଙ୍କୁ ଚିତ୍ର କରି ଆପଣଙ୍କୁ ପଠେଇ ପାରିବି। ତ ସେ ଲିମିଟ୍‌କୁ ଆପଣ ଯେମିତି ଟିକେ କମ୍ ନ କରନ୍ତୁ। ଯେତେ ଅଧିକ କରିବେ ସେତେ ଭଲ କାମ ହବ। ତା ସହିତ ଶେଷରେ ଯେହେତୁ ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଦେଇ ଭିଡ଼ିଓକୁ ଦେଖିଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।